এই প্রোডাক্টটা হচ্ছে হ্যাপি হোম। ওকে, ବହୁତ ସୁନ୍ଦର ପ୍ରଡ଼କ୍ଟ। ଏଇଟା କ୍ୟାମ୍ପିଂ ଷ୍ଟୋଭ୍ ଭିତରେ ମୋର ଫେଭରାଇଟ୍ ଷ୍ଟୋଭ୍। ଏଇଟା ବହୁତ ଷ୍ଟେବୁଲ୍ ଥାଏ। ଏଥିରେ ଯେଉଁ ବୁଟେନ୍ ଗ୍ୟାସ୍ ଲାଗିବ, ବୁଟେନ୍ ଗ୍ୟାସ୍ର ଗୋଟେ କ୍ଲୋଜ୍ ସଟ୍ ରଞ୍ଜିତ ନିଅନ୍ତୁ। ବୁଟେନ୍ ଗ୍ୟାସ୍ ଏମିତିକା ସିଲିଣ୍ଡର ଲାଗେ ଯେଉଁଥିରେ ଏମିତିକା ଥିବ ତାର ଘାଟି। ତ ବହୁତ ସିମ୍ପଲ୍। ଏଇ ଜାଗାରେ ଏଇଠି ଉପରୁ ଟିକେ ନିଅନ୍ତୁ, ଏଇ ଜାଗାରେ ଏଇଟା ଏମିତି ରହିବ, ଫିକ୍ସ ହେଇକି ରହିଲା। ଏଇ ଘାଟିଟା ଉପରୁ ରହିବ, ସୋ ଦ୍ୟାଟ୍ ଏଇ ଯେଉଁ କ୍ଲାମ୍ପଟା ଏଇଥିରେ ରହିବ। ଠିକ୍ ଅଛି। ତ ଏଇଟା ସେଟିଂ ହେଲା ପରେ ଆର ଗୋଟେ ଲିଭର ଏଠି ଅଛି। ଏ ଲିଭରଟାକୁ ପ୍ରେସ୍ କରିଦେଲେ ଏ ଜାଗାଟା ଦେଖନ୍ତୁ କେମିତି ସେଟ୍ ହେଇଯାଉଛି, ମାନେ ଏଇଠି ଗୋଟେ ପ୍ରେସ୍ ହେଇଯାଉଛି। ଠିକ୍ ଅଛି। ତ ବେଳେବେଳେ କ'ଣ ହୁଏ ନା, ବୁଟେନ୍ ଗ୍ୟାସ୍ର ଆମକୁ ବଡ଼ ଛୋଟ ମିଳିଯାଏ, ନହେଲେ ଗୋଟେ ଲମ୍ବା ମିଳିଯାଏ, ତ ଫିଟ୍ ହେବନି। ଛୋଟ ମିଳିଗଲେ ମ୍ୟାନେଜେବଲ୍, ଧର ଛୋଟ ନେଇ ପଳେଇଛ ପାହାଡ଼ ଉପରକୁ, ଏଠୁ ଗୋଟେ ତୁମେ ପେପର ପ୍ୟାକ୍ ଦେଇକି କରିଦେଇ ପାରିବ। ଲମ୍ବା ମିଳିଲେ କ'ଣ କରିବ, ଗିନି ବଜେଇକି ଆସିବ। ତ ଏଇ ଜାଗାରେ ଏଇଟା ରହିଲା, ତ କରେଣ୍ଟ ଲାଗିଲା ଭାଇଙ୍କୁ। ତ ଆର ଆଉ ଗୋଟେ ବଢ଼ିଆ ସିଷ୍ଟମ୍ ଅଛି, ମାନେ ଇନବିଲ୍ଟ ଲାଇଟର ଗୁଡ଼ାକ। ଜେନେରାଲି କ୍ୟାମ୍ପିଂ ଷ୍ଟୋଭ୍ ଗୁଡ଼ାରେ ଲାଇଟର ହିଁ ଇନବିଲ୍ଟ ଥାଏ। ତ ଏଇଟାକୁ ଏମିତି ଯେତେବେଳେ ଆମେ କରିବା, ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ଜଳିଲା। ଆଉ ମୁଁ ଗୋଟେ ଭୁଲ କରିଦେଲି, ଏଇଟା ଓଲଟେଇବାକୁ ପଡ଼ିବ। ଓକେ, ସୁନ୍ଦର ହେଇଗଲା। ତାର ଫ୍ଲେମ୍ ବହୁତ ବଢ଼ିଆ। ଏଇ ହାଇ ଫ୍ଲେମ୍ରେ ଏଇ ବୁଟେନ୍ଟା ପାଖାପାଖି 2 ଘଣ୍ଟା ଭଳିଆ ଜଳେ। ଏଇଟା ମୋର ଓନ୍ ଏକ୍ସପିରିଏନ୍ସ। ତ ହାଇ ଫ୍ଲେମ୍ରେ ନା 2 ଘଣ୍ଟା? ଆଉ ଏଇଟା ସିମ୍ କରିବାକୁ ବି ଅଛି। ଏମିତି ସିମ୍ ହେଇଗଲା, ପୁରା ହେଇକି ଏଇଟା ଲିଭିଯିବ। ତ ବହୁତ ବଢ଼ିଆ। ଏଇ ଷ୍ଟୋଭ୍ଟା ମୋ ପାଖରେ ରେଣ୍ଟରେ ମିଳେ। ଆଉ ଏଇ ଷ୍ଟୋଭ୍ଟା ନୂଆ ବି ପ୍ରଡ଼କ୍ଟ ମିଳିଯିବ। ନୂଆ ପ୍ରଡ଼କ୍ଟ କିଛି ନାହିଁ, ଆପଣ ତ ଅନଲାଇନ୍ ମଗେଇ ପାରିବେ। ମୋ ପାଖରେ ଯଦି ଆପଣଙ୍କୁ ଅର୍ଜେଣ୍ଟ ଦରକାର, ମୋ ପାଖରୁ ଲୋକ ନିଅନ୍ତି, କାରଣ ଅନଲାଇନ୍ ମଗାଇବାକୁ ଟାଇମ୍ ନାହିଁ। ଆମେ ଆଜି ବାହାରୁଛୁ, ଆସି ନେଇଯିବୁ। ଯଦି ଇମିଡ଼ିଏଟ୍ ନେଉଛନ୍ତି, ତାହେଲେ ହାଲକା ଆମାଜନ୍ ଠାରୁ ଆମେ ଗୋଟେ 50-100 ଟଙ୍କା ମାର୍ଜିନ୍ ରଖି ଦେଇଦେବୁ। ତ ମୋଟୋ ହେଉଛି ଯେ ଆମ ଭାଇମାନେ ଯେଉଁମାନେ ଟ୍ରାଭେଲର୍ସ ଅଛନ୍ତି ଓଡ଼ିଶାରେ ବା ଭୁବନେଶ୍ୱରରେ, ବା କେଉଁମାନେ ଭୁବନେଶ୍ୱର ଆଖପାଖରେ ଅଛନ୍ତି, ତାଙ୍କୁ ଆଜି ବାହାରିବାର ଅଛି, ତାଙ୍କୁ ଗୋଟେ ଇକ୍ୱିପମେଣ୍ଟ ଦରକାର। ସୋ ୱି ଆର୍ ସପୋର୍ଟିଂ ଦ୍ୟାଟ୍। ସୋ ଏଇ ଜିନିଷଟା ଭଲସେ ଦେଖିଦିଅନ୍ତୁ। ଏଇଟା ହ୍ୟାପି ହୋମ୍ ଅଛି, ବହୁତ ଭଲ ଭଲ ବ୍ରାଣ୍ଡର ବି ଷ୍ଟୋଭ୍ ଅଛି। ଏହାର କଷ୍ଟ ରେଞ୍ଜ, ନୂଆ କଷ୍ଟ ରେଞ୍ଜ ଆପଣଙ୍କୁ ପଡ଼ିଯିବ, ଭଲ ରେଞ୍ଜର ହେଲେ 3000 ଉପରକୁ ଧରିଲେ ଭଲ ରେଞ୍ଜ ଆସିଯିବ। କିନ୍ତୁ ଏଗୁଡ଼ା ସବୁ 1800-2000 ବି ମିଳୁଛି। ଆମ ରେଣ୍ଟ ବି ସେମିତି ଗୋଟେ ପର୍ ଡେ ହିସାବରେ ନୁହେଁ, ଗୋଟେ ସ୍ଲଟ୍ ହିସାବରେ, ଯେମିତି କେତେ ୱିକ୍ ଯାଉଛନ୍ତି କି ଗୋଟେ 5 ଦିନ 4 ଦିନ ଯାଉଛନ୍ତି, ତାକୁ ନେଇ ଗୋଟେ ଓଭରଅଲ୍ ରେଣ୍ଟ ଫିକ୍ସ କରାଯାଏ। ଠିକ୍ ଅଛି। କ୍ୟାମେରା ତ ଏବେ ଆମେ ଚା କରିବା। ଏବେ ଆମର ଏଇ ଭିଡ଼ିଓଟା ବନ୍ଦ ହେଇକି ଆର ଭିଡ଼ିଓଟା ଚାଲିବ। ବନ୍ଦ କରିଦିଅନ୍ତୁ।